तो श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को आगू बढ़ेगा। आस्ट्रो सेशन क्रम आज आम पढ़ा षष्ठ भाव स्थित राशि मानकर फलाफल से विषय आज आलोचना करवा। ମୁଁ କହି ରଖେ ଏଇ ଯୋଉ ଜିନିଷଟା ଆମେ ପଢୁଛୁ ଏଇଟା ହଉଛି ମାନସାଗରୀ ପଦ୍ଧତି। ମାନସାଗରୀ ପଦ୍ଧତି ମାନେ କଣ ନା ମାନସାଗରୀ ପଦ୍ଧତିର ଅର୍ଥ ହଉଛି ଯେ ମାନସାଗରୀ ପଦ୍ଧତି ଗୋଟେ ପୁରାତନ ପଦ୍ଧତି ଯୋଉ ପଦ୍ଧତିରେ କି ଜେନେରାଲି ଆମର ପୁରାତନ ଆଚାର୍ଯ୍ୟ ମାନେ ଭଲ ଭାବରେ ଡେସ୍କ୍ରିପସନ ରେ ରାଶିର କାରକ ତତ୍ଵକୁ ନେଇକି ଗୋଟେ ପ୍ରେଡିକ୍ସନ ଦେଇଛି। ଏଇ ପ୍ରେଡିକ୍ସନ ଯେ ଏଇଭଳି ହେବ ତାର କୌଣସି ମାନେ ନାହିଁ। ପ୍ରେଡିକ୍ସନ ବହୁତ କିଛି ଜିନିଷ ଉପରେ ଡିପେଣ୍ଡ କରେ। ପ୍ରେଡିକ୍ସନ ଉପରେ ଅ, ବହୁତ କିଛି ଜିନିଷ ଇମ୍ପାକ୍ଟ କରେ। କିନ୍ତୁ ଯେମିତି ଆମକୁ ଅକ୍ଷର ଲେଖିବାକୁ ହେଲେ ଯେ ଆମକୁ ଭାଷା ପଢିବାକୁ ହେଲେ ଭାଷା ଲେଖିବାକୁ ହେଲେ ଆମକୁ ଗୋଟେ ଅ, ଗୋଟେ ଚିନ୍ତାଧାରା ରହେ କି ଆଗ ଆମେ ଅକ୍ଷର ଶିଖିବା ତାପରେ ଧୀରେ ଧୀରେ ପ୍ରେଡିକ୍ସନ ଆଡିକି ଗତି କରିବା। ସେଇ ସବୁ ଜିନିଷ ପାଇଁ ଆମେ ଏଇ ମାନସାଗରୀ ପଦ୍ଧତିର ଏଇ କାରକ ତତ୍ତ୍ୱ ବିଷୟ ଗୁଡାକୁ ଭଲ ଭାବରେ ପଢୁଛେ। ଏଇ ପ୍ରେଡିକ୍ସନ ଏଇଭଳି ଭାବରେ ହବ ସେଭଳି ମାନେ ନାହିଁ। ସବୁ କିଛି ଦେଖିକି ହିଁ ଗୋଟେ ଫଳାଦେଶ କରିବାକୁ ଗୋଟେ କୁଣ୍ଡଳୀରୁ। ତ ଚାଲନ୍ତୁ ଆମେ ପଢିବା ଷଷ୍ଠ ଭାବ ସ୍ଥିତ ମେଷାତି ରାଶି ମାନଙ୍କର ଫଳାଫଳ। ଯଦି ଷଷ୍ଠ ଭାବରେ ମେଷ ରାଶି ଆସେ ତାହେଲେ ମାନବ ସାଗରୀ ପଦ୍ଧତି କହୁଛି ସେ ଶତ୍ରୁତା କରିବା ବାଲା ଲୋକ ହେଇଥାଏ। ଯଦି ବୃଷ ରାଶି ଆସେ ତାହେଲେ ନିଜ ସନ୍ତାନ ବର୍ଗଙ୍କ ଦ୍ଵାରା ଏବଂ ସ୍ତ୍ରୀ ମାନଙ୍କ ଦ୍ଵାରା ଅଥବା ନିଜ ବନ୍ଧୁ ମାନଙ୍କ ଦ୍ଵାରା ଶତ୍ରୁ ହେବାର ସମ୍ଭାବନା ଥାଏ। ଯଦି ଷଷ୍ଠ ଭାବରେ ମିଥୁନ ରାଶି ଆସେ ତାହେଲେ ନିଜ ସ୍ତ୍ରୀ ଦ୍ଵାରା ପାପୀ ମାନଙ୍କ ଦ୍ଵାରା ବିଜନେସ ମ୍ୟାନଙ୍କ ଦ୍ଵାରା ନିଚ ଜନ ମାନଙ୍କର ଦ୍ଵାରା ଶତ୍ରୁତା ହୁଏ। ତାହେଲେ ବୃଷ ରାଶି ଆଉ ମିଥୁନ ରାଶିରେ କଣ ହେଲା ନା ବୃଷ ରାଶି ଯଦି ଷଷ୍ଠ ଭାବରେ ଆସିଲା ତାହେଲେ ସେଠି କଣ ହବ ସ୍ତ୍ରୀ ବର୍ଗଙ୍କ ଦ୍ଵାରା ସ୍ତ୍ରୀ ମାନେ ସମ୍ପୂର୍ଣ୍ଣ ସ୍ତ୍ରୀ ଜାତି ର ସହିତ ତାର ଶତ୍ରୁତା ହବ। ଯେମିତି ଯେ ନା ଏମିତି ହେଲେ ତାର ସମ୍ପୂର୍ଣ୍ଣ ସ୍ତ୍ରୀ ଜାତି ସହିତ ଭଲ ପଡିବ ନାହିଁ। ଯଦି ମିଥୁନ ରାଶି ପଡିଗଲା ତାହେଲେ ନିଜ ସ୍ତ୍ରୀ ସହିତ ପଡିବ ନାହିଁ। ଯଦି ଷଷ୍ଠ ଭାବରେ କର୍କଟ ରାଶି ଆସେ ତାହେଲେ ମଣିଷ ପୁତ୍ରର କାରଣ ତଥା ଅନ୍ୟ ଜଣଙ୍କ ଅନୁରୋଧରୁ ବ୍ରାହ୍ମଣ ରାଜା ତଥା ଅନ୍ୟ ମାନଙ୍କର ବହୁତ ବଡ ବଡ ଲୋକଙ୍କର ଶତ୍ରୁ ହୁଏ। ଯଦି ଶତ୍ରୁ ଭାବରେ ସିଂହ ରାଶି ଆସେ ତାହେଲେ ବନ୍ଧୁ ଜଣଙ୍କ ଦ୍ଵାରା ଶତ୍ରୁତା ହୁଏ। ଆଉ ଗୋଟେ ହେଇପାରେ କି ପର ସ୍ତ୍ରୀଙ୍କ ଦ୍ଵାରା ସଂଘର୍ଷ ସବୁ ସମ୍ପତ୍ତି ନଷ୍ଟ ହୋଇଥାଏ। ଷଷ୍ଠ ଭାବରେ ଯଦି କନ୍ୟା ରାଶି ଆସିଲା ତାହେଲେ ଏଠି ମାନସଗିରି ପଦ୍ଧତି କହୁଛି କି କାହା ସହିତ ଶତ୍ରୁତା ହେବ ନାହିଁ। କିନ୍ତୁ ଦୁରାଚାରିଣୀ ନିଚ ସ୍ତ୍ରୀ ବେଶ୍ୟାଙ୍କ ସଙ୍ଗ ଦ୍ଵାରା ଧନ ନାଶ ହେବାର ସମ୍ଭାବନା ରହିଛି। ଷଷ୍ଠ ଭାବରେ ଯଦି ତୁଳା ରାଶି ଆସେ ତାହେଲେ ଧନ କିମ୍ବା ଭୂମି ରଖିବା ବାଲା ଅଥବା ଧର୍ମ କାର୍ଯ୍ୟ ତଥା ସାଧୁ ଜଣଙ୍କ ଉପକାର ସେ ଲୋକ କରିଥାଏ। ସେଇଥିରେ ନିଜ ଘର ଏଇ କାରଣରୁ ମାନେ ସେ ଯୋଉ ପର ସେବା କରେ ଏଇ କାରଣରୁ ସିଏ ବନ୍ଧୁଜନ ଏବଂ ନିଜସ୍ୱ ଲୋକଙ୍କର ଶତ୍ରୁ ହୁଏ କି ଏତେ ଘରର ପଇସା ଖର୍ଚ୍ଚ କରିଦେଲା। ଯଦି ଷଷ୍ଠ ଭାବରେ ବିଛା ରାଶି ଆସେ ତାହେଲେ କଣ ହବ ନା ଚୁଗୁଲି ଖୋର ଅ, ଅ, କଙ୍କଡା ବିଛା ସାପ ବନ୍ୟଜନ୍ତୁ ଏବଂ ଯୋଉମାନେ ସବୁ ଚାରି ଗୋଡିଆ ମାନେ ପ୍ରାଣୀ ଥିବେ ସେମାନଙ୍କଠୁ ଭୟ ଏବଂ ବିଳାସୀ ପୁରୁଷଙ୍କ ସହିତ ଶତ୍ରୁତା ହୁଏ। ଷଷ୍ଠ ଭାବରେ ଯଦି ଧନୁରାଶି ଆସେ ତାହେଲେ ରାଗବାନ ମନୁଷ୍ୟ ମାନଙ୍କ ଦ୍ଵାରା ଏବଂ ଘୋଡା ହାତୀ ମାନଙ୍କ ଦ୍ଵାରା ମାନେ ଘୋଡା ହାତୀ ମାନେ ଏଠି ମଡର୍ନ ଡେ ଇଣ୍ଟରପ୍ରିଟେସନରେ ମାନେ ଯୋଉ ମୋଟର ଭେହିକିଲସ ଏବଂ ସିଏ ବହୁତ ପୁଣ୍ୟ କରେ କିନ୍ତୁ ଏଇ ଭାବରୁ ମାନେ
ରାଗବାନ ମନୁଷ୍ୟ ଏବଂ ଶରଧାରୀ ମାନେ ବନ୍ଧୁକଧାରୀ, ଆଜିକା ଡେଟରେ ଯଦି ଇଣ୍ଟରପ୍ରିଟ କରିବା ବନ୍ଧୁକଧାରୀ ବାଲାଙ୍କ ସହିତ ସବୁ ଦୋଷ ହୋଇଥାଏ। ଷଷ୍ଠ ଭାବରେ ଯଦି ମକର ରାଶି ଆସେ, ତାହେଲେ ନିଜ ଧନର କାରଣରୁ ଅନ୍ୟମାନଙ୍କ ହିତ କରିବା ଦ୍ଵାରା ଶତ୍ରୁତା ହୁଏ। ବହୁତ ସମୟରେ ସାଧୁ ଜଣଙ୍କର ସହାୟକ ହୋଇଥାନ୍ତି ଏବଂ ଘର ଲୋକ ବି ସେ ଲୋକ ସହିତ ଶତ୍ରୁତା କରିଥାନ୍ତି। ଷଷ୍ଠ ଭାବରେ ଯଦି କୁମ୍ଭ ରାଶି ଆସେ, ତାହେଲେ ରାଜାଙ୍କ ଠାରେ ଶତ୍ରୁତା, ଜଳଜନ୍ତୁଙ୍କ ଦ୍ଵାରା ଶତ୍ରୁତା, ଜଳରୁ ଶତ୍ରୁତା, ଆଉ ଜଳଚର ପ୍ରାଣୀ ମାନଙ୍କ ସହିତ ଶତ୍ରୁତା, ମାନେ ଜଳ ଭୟଟା ରହିବ। ଷଷ୍ଠ ଭାବରେ ଯଦି ମୀନ ରାଶି ଆସେ, ତାହେଲେ ପୁତ୍ର, ସ୍ତ୍ରୀ ଆଉ ଅନ୍ୟ ହିତଜନ ନିଜର ସ୍ୱାର୍ଥ ସିଦ୍ଧି କରିବା ପାଇଁ ସେ ଲୋକ ସହିତ ଶତ୍ରୁତା କରନ୍ତି। ଏଇଟା ତାହେଲେ ହେଲା ମାନସାଗରୀ ପଦ୍ଧତି। ଆମେ ଏବେ ମଡର୍ନ ଡେ ର ଇଣ୍ଟରପ୍ରିଟେସନ ଟାକୁ ବୁଝିବା। ମଡର୍ନ ଡେ ର ଇଣ୍ଟରପ୍ରିଟେସନ କଣ ନା, ଭାଇ ଷଷ୍ଠ ଭାବରୁ ଆମେ ସେବା ଭାବଟା ଦେଖୁ, ଯୋଉ ସେବା କରାଯାଏ ସେଇଟାକୁ ଆମେ ଷଷ୍ଠ ଭାବରୁ ହିଁ ଦେଖୁ। ତେଣୁ ଏ ଯୋଉ ଇଣ୍ଟରପ୍ରିଟେସନ ନେଗେଟିଭଲି ପଢିଲି ବା ପଜିଟିଭଲି କହିଲି, ସେଟା ହେଇପାରେ ନ ବି ହେଇପାରେ। ଏହାର ପଜିଟିଭ ଇମ୍ପାକ୍ଟ ବି ହେଇପାରେ ଯଦି ଭଲ ଗ୍ରହ, ଶୁଭ ଗ୍ରହର ଦୃଷ୍ଟ ଥାଏ। ତେଣୁ ଗୋଟେ ପସିବିଲିଟି ଆସେ, ଯେତେବେଳେ କୋଉ ଭାବରେ କୋଉ ରାଶି ଯାଏ, କୋଉ ଭାବକୁ କୋଉ ରାଶି ରୁଲ କରେ, ସେ ରାଶିର ତ ଗୋଟେ କାରକ ତତ୍ତ୍ୱ ରହିବ। ତେଣୁ ସେ ରାଶିର କାରକ ତତ୍ତ୍ୱର ସହିତ ଆମେ ଜାଣିଛୁ ଷଷ୍ଠ ଭାବରୁ ରୋଗ, ଋଣ, ଶତ୍ରୁ ଆମେ ଦେଖୁ। ଏବଂ ରୋଗ, ଋଣ, ଶତ୍ରୁ ସେତିକି ବେଳେ ଆସେ ଯେତେବେଳେ ତନୁ, ମନ, ଧନ ଖର୍ଚ୍ଚ ହୁଏ। ଏବଂ ଷଷ୍ଠ ଭାବରେ ଆମର ଷଡରିପୁ ରହନ୍ତି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। ତେଣୁ ଯୋଉ ଲୋକ ଏମାନଙ୍କୁ କଣ୍ଟ୍ରୋଲ କରିକି ଚାଲେ, ବା ଯଦି କୌଣସି ଗ୍ରହ, ଶୁଭ ଗ୍ରହ ଯଦି ଷଷ୍ଠ ଭାବରେ ବସେ, ତାହେଲେ ବା ଷଷ୍ଠ ଭାବକୁ ଦୃଷ୍ଟ କରେ, ତାହେଲେ ୟାର ସମ୍ଭାବନା ଟା କଣ ହବ ନା, ସେବା ଦ୍ଵାରା ତାର ପଜିଟିଭିଟି ହବ। ଯଦି କୌଣସି ପାପ ଗ୍ରହ, କ୍ରୂର ଗ୍ରହ ଷଷ୍ଠ ଭାବରେ ବସେ, ତାହେଲେ ୟା ସମ୍ଭାବନା ଥାଏ କି ସେଇଭଳି ଭାବରେ ଶତ୍ରୁ ହେବେ। କିନ୍ତୁ ମହର୍ଷି ପରାଶର କହିଛନ୍ତି ଯେ ଷଷ୍ଠ ଭାବରେ ଜେନେରାଲି ପାପ ଗ୍ରହ, ଯେପରିକି ରାହୁ, କେତୁ, ମଙ୍ଗଳ ଆଉ ଶନି ଏବଂ କ୍ରୂର ଗ୍ରହ ସୂର୍ଯ୍ୟ, ସେମାନେ ଯଦି ଷଷ୍ଠ ଭାବରେ ବସନ୍ତି, ତାହେଲେ ଜାତକକୁ ଜେନେରାଲି ଖରାପ ହେଲେ ମଧ୍ୟ ସେ ଖରାପରେ ବିଜୟ ପ୍ରାପ୍ତ କରିବା ପାଇଁ ହେଲ୍ପ କରିଥାଏ। ତେବେ ଆମେ ଆଜିର ସେସନରେ ଜାଣିଲେ ଷଷ୍ଠ ଭାବରେ, ଷଷ୍ଠ ଭାବସ୍ଥ ଭାବସ୍ଥିତ ରାଶି ମାନ ଯଦି ଷଷ୍ଠ ଭାବରେ ପଡନ୍ତି, ସେ କିଭଳି ଭାବରେ ରିଆକ୍ସନ ଦିଅନ୍ତି ବା କିଭଳି ଭାବରେ ତାଙ୍କର ଇମ୍ପାକ୍ଟ ରହେ। ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।